কাম নকরি খাইগলে 10 লক্ষ টঙ্কা রাস্তা নির্মাণে মহা ঘোটালা। এই ঘটনার অভিযোগ পরে জেই ও এঙ্ক নাঁরে থানারে এতলা দেলে বিডিও। বিডিଓଙ୍କ ଏତଲା ଆଧାରରେ ପୋଲିସର ମାମଲା ରୁଜୁ। ଏଭଳି ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ। ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗରି ଗ୍ରାମ ପଞ୍ଚାୟତ ବାରମଞ୍ଚା ଗାଁରେ ପଞ୍ଚମ ରାଜ୍ୟ ଅର୍ଥ କମିଶନର ଜିଆଇଏସ୍ ସ୍କିମ୍ରେ 2024-25 ଆର୍ଥିକ ବର୍ଷ ପାଇଁ 10 ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ବିଜୁ ଘର ଠାରୁ ଆଉଳି ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ 10 ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାହ ସିଂଙ୍କ ନାମରେ ଯୋଗାଇ ଦିଆଯାଇଥିଲା। ମହେଶ୍ୱର ମାଝୀ କଣ କହିଥିଲେ ଆପଣଙ୍କୁ? ମୁଁ ଟାଙ୍ଗିରି ଜିପିର ସଭ୍ୟ ବ୍ଲକ ଛେଣ୍ଡିପଦା। ଆମ ଟାଙ୍ଗିରି ପଞ୍ଚାୟତର ଯେଉଁ ବାରମଞ୍ଚା ଗ୍ରାମର ବିଜୁ ମାଝୀ ଘର ଠାରୁ ଆଉଳି ନଦୀ ପର୍ଯ୍ୟନ୍ତ ଗୋଟେ କଂକ୍ରିଟ ରାସ୍ତା ହେବାର ଥିଲା, କିନ୍ତୁ ସେଠାରେ ଗୁଡ଼ି ମାଟି କିଛି ପକା ହେଇନି। ଆଉ ବିଲ୍ 15 ତାରିଖ ପୂର୍ବରୁ ସେ ଜେଇ କରିସାରିଲେଣି। ଆମେ କମ୍ପ୍ଲେନ୍ କରିବା ଦ୍ୱାରା ସେ ଆଜିଠୁ କାମ ଆରମ୍ଭ କରିବାକୁ କହୁଛୁ। କେତେ କିଲୋମିଟର ରାସ୍ତା ବାହାରିଥିଲା, କେତେ ଅଟକଳ ଥିଲା? ଏଟା 10 ଲକ୍ଷର ଅଟକଳ ଥିଲା। ଉକ୍ତ ରାସ୍ତାର କାମ ନ କରି ଜେଇ ମହାଶୟ ଚଞ୍ଚକତା କରି 10 ଲକ୍ଷ ଟଙ୍କା ସରକାରୀ ଅର୍ଥକୁ ଗିଳି ଦେଇଥିବା ଅଭିଯୋଗ କରିଥିଲେ ଟାଙ୍ଗିରି ପଞ୍ଚାୟତର ଜନପ୍ରତିନିଧି ମହେଶ୍ୱର ମାଝୀ। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ହେମନ୍ତ ସିଂ ଓ ଛେଣ୍ଡିପଦା ବିଡ଼ିଓ ତ୍ରିବିକ୍ରମ କୁମୁରା ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ବେଳକୁ କନିଷ୍ଠ ଯନ୍ତ୍ରୀ ମିଥ୍ୟା ବିଲ୍ କରି 10 ଲକ୍ଷ ଆତ୍ମସାତ କରିଥିବା ପ୍ରମାଣିତ ହୋଇଥିଲା। ଏଥିପାଇଁ ଛେଣ୍ଡିପଦା ବିଡ଼ିଓ ତ୍ରିବିକ୍ରମ କୁମୁରା ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚିତ୍ତବାସ ବିଶ୍ୱାଳ ଛେଣ୍ଡିପଦା ବ୍ଲକରୁ ଆମ ଟାଙ୍ଗିରି ଗ୍ରାମ ପଞ୍ଚାୟତର ବାରମଞ୍ଚା ଗ୍ରାମରେ ଅଲ୍ ୱେଦର କନେକ୍ଟିଭ୍ ରୋଡ଼ ଗୋଟେ ହେବାର ଥିଲା। ତାର ଅଟକଳ ପରିମାଣ ହେଉଛି 10 ଲକ୍ଷ, କିନ୍ତୁ ବିନା କାର୍ଯ୍ୟରେ ବିଲକୁଲ ମାଟି କିମ୍ବା ମେଣ୍ଟାଲ ନ ପଡ଼ି 15 ଦିନ ପୂର୍ବରୁ ବିଲ୍ କରି ଯେଇ ଏଇ ଚେକ୍ ମେଜରମେଣ୍ଟ କରି ଯେଇ ଆକାଉଣ୍ଟକୁ ଅଲରେଡ଼ି ପଇସା ଯାଇସାରିଅଛି। କିନ୍ତୁ ବର୍ତ୍ତମାନ ଆମେ କହିବା ଦ୍ୱାରା ସେ ଆଜି କାମ ଷ୍ଟାର୍ଟ କରିଛନ୍ତି, କିନ୍ତୁ ଏମିତି ଦୁର୍ନୀତି କରିବା ଠିକ୍ ନୁହେଁ। ଏଇଭଳିଆ ଦୁର୍ନୀତି ଅଫିସରକୁ ଆମ ପଞ୍ଚାୟତରୁ ବିଦାୟ କରାଯାଉ। କେମିତି ଜାଣିବାକୁ ପାଇଲେ ଯେ ମାନେ କାମ କରିବେ? ଆପଣ କେମିତି ଜାଣିବାକୁ କେମିତି ପାଇଲେ? ଆଜି ସକାଳେ ଆମେ ଦେଖିବାକୁ ପାଇଲୁ ଯେ ସେ ଯାଇ ଲୋକଙ୍କ ଲେବର ଫେବର ଲଗାଇ କାମ ସଫା କରୁଛନ୍ତି, କାମ କରିବେ ବୋଲି। ଆଉ ଆପଣ କେମିତି ଜାଣିଲେ ଯେ ଏଇ କାର୍ଯ୍ୟଟା ହେଇନି, ପଇସା ଅଲରେଡି ଉଠି ଯାଇଛି? ଆମେ ବ୍ଲକରୁ ଜାଣିବାକୁ ପାଇଲୁ ଯେ ସେ ଅଲରେଡ଼ି ବିଲ୍ ହେଇଯାଇଛି ବୋଲି। ଆଉ ଯୋଗାଯୋଗ କରିଥିଲେ? ହଁ, ଜେଇକୁ ଯୋଗାଯୋଗ କରିବାରୁ ସେ ଫୋନ୍ ଟେକିଲାନି, କିଛି ବି କହିଲାନି। କଣ ଚାହୁଁଛନ୍ତି ଆପଣ? ଆମେ କହିବା ମାନେ ପ୍ରକୃତ ରାସ୍ତା ତିଆରି ହଉ, ଏଇଭଳିଆ ଦୁର୍ନୀତି କରିଥିବା ଅଫିସରକୁ ବିତାଡ଼ିତ କରାଯାଉ।